କାଳୁକାଉର ସ୍ତ୍ରୀ ଗୋରି ସେ କିଛି ଦିନ ତଳେ ମରିଯାଇଥିଲା। କାଳୁକାଉର ଗୋଟେ ପୁଅ ଥିଲା। ଆଉ ସେପଟେ ରାନୁ ଚଢ଼େଇର ସ୍ୱାମୀ ଟୁନୁ ସିଏ ବହୁତ ବର୍ଷାରେ ଦିନେ ଜଙ୍ଗଲକୁ ଯାଇ ମରିଯାଇଥିଲା। ଏପଟେ ରାନୁ ଆଉ କାଳୁକାଉ ଦୁଇଜଣ ନିଜ ପିଲାମାନଙ୍କୁ ଲାଳନ ପାଳନ କରନ୍ତି। ଦିନେ ରାନୁ ଜଙ୍ଗଲରୁ ଦାନା ନେଇ ଆସି ଘରେ ପହଞ୍ଚେ। ଆଉ ଗୁଡିଆ କୁକୁକୁ ନ ପାଇ ସେ ବ୍ୟସ୍ତ ହୋଇ ପଡେ। ଗୁଡିଆ କୁକୁ ତମେ କୋଉଠି? ବାହାରକୁ ଆସ, ଦେଖିବ ମୁଁ ଦାନା ନେଇ ଆସିଛି। କୁଆଡେ ଗଲ ଗୁଡିଆ କୁକୁ? କଣ ହେଲା କାଇଁ ଶୁଣୁନାହାନ୍ତି? ଗୁଡିଆ କୁକୁ କୁଆଡେ ଗଲ ତମେ ମାନେ? ଘରେ ରାନୁ ଗୁଡିଆ କୁକୁକୁ ନ ପାଇ ବ୍ୟସ୍ତ ହୋଇ ମିଠୁସୁଆ ଘରକୁ ଯାଏ ପଚାରିବା ପାଇଁ। ଆରେ ରାନୁ ଭଉଣୀ, ତମେ ବ୍ୟସ୍ତ ଏତେ କଣ ହେଇଛି? ମିଠୁ ଭାଇ, ମୁଁ ଘରେ ଗୁଡିଆ କୁକୁ ପାଇନି, ଜଣା ନାହିଁ ମୋ ପିଲାମାନେ କୁଆଡେ ଚାଲିଗଲେ। ଆରେ ଭଉଣୀ, ସେ ଏଇଠି କୋଉଠି ଖେଳୁଥିବେ, ତୁମେ ବ୍ୟସ୍ତ ହୁଅନି। ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କର, ଦେଖିବ ସେମାନେ ଚାଲି ଆସିବେ। ମିଟୁ କଥା ମାନି ରାନୁ ତା ଘରକୁ ଯାଏ। ଆଉ କିଛି ସମୟ ପରେ ସନ୍ଧ୍ୟା ହେଇଯାଏ। ତଥାପି ବି ଗୁଡିଆ କୁକୁ ଆସିଲେନି। ରାନୁ ତ କାନ୍ଦିବାକୁ ଲାଗେ। ଜଣା ନାହିଁ ମୋ ପିଲାମାନେ କୋଉଠି ଯାଇଗଲେ। ସନ୍ଧ୍ୟା ହେଇଗଲା ହେଲେ ଗୁଡିଆ କୁକୁ ଆସିଲେନି। ରାତି ସାରା ରାନୁ ଜଙ୍ଗଲରେ ଏଣେ ତେଣେ ଗୁଡିଆ କୁକୁକୁ ଖୋଜେ। ସକାଳୁ ସକାଳୁ ଦେଖେ ତ କାଳୁକାଉ ସହିତ ଗୁଡିଆ କୁକୁ ଆସି ତା ଘରେ ପହଞ୍ଚନ୍ତି। ପିଲାମାନଙ୍କୁ ଦେଖି ରାନୁର ମନ ତ ପୁରା ଶାନ୍ତ ହେଇଯାଏ। ଗୁଡିଆ କୁକୁ, ତୁମେ ରାତିରେ କୋଉଠି ଥିଲ? ତମ କେତେ ବ୍ୟସ୍ତ ହେଇଯାଉଛି ମୁଁ, ତମେ କଣ ଜାଣିପାରୁନ? କୋଉଠି ଥିଲେ ତମେ? ମାମା ଆମେ ତ ଆମ ସାଙ୍ଗ ଜଗୁ ଘରେ ଥିଲୁ। ପୁରା ରାତି ତାଙ୍କ ଘରେ ଗପ ଶୁଣୁଥିଲୁ। କାଳୁ ଅଙ୍କଲ ଆମକୁ ଶୁଣାଉଥିଲେ, ଆମେ ତାଙ୍କ ଘରେ ହିଁ ଥିଲୁ। ଓହୋ, କାଳୁ ଭାଇ ତମକୁ ବହୁତ ବହୁତ ଧନ୍ୟବାଦ। ତମ ପିଲାମାନଙ୍କୁ ଆଣି ଭଲରେ ଭଲରେ ପହଞ୍ଚେଇ ଦେଲ। ମୁଁ ତ ପୁରା ବ୍ୟସ୍ତ ହେଇଯାଇଥିଲି। ନା ନା, ଧନ୍ୟବାଦ ଦେବାର କଣ ଅଛି। ମୋ ପୁଅ ଜଗୁ ତା ମା ଚାଲିଗଲା ପରେ ସେ ପ୍ରଥମ ଥର ଗୁଡିଆ କୁକୁ ସହିତ ଖେଳି ଖୁସି ହେଲା, ସେଥିପାଇଁ ମୁଁ ରଖିଦେଇଥିଲି। ଆଉ ମୁଁ ଶୁଣିଥିଲି ତମ ସ୍ୱାମୀ ଟୁନୁ ମରିଯାଇଛନ୍ତି ବହୁତ ଜୋର ବର୍ଷାରେ। ତମେ ବହୁତ ହଇରାଣରେ ଏମାନଙ୍କୁ ବଡ କରିଛ। ହଁ, ତମେ ଠିକ ଶୁଣିଛ। ଟୁନୁ ବହୁତ ବର୍ଷାରେ ସହି ନ ପାରି ମରି ଯାଇଥିଲେ ଜଙ୍ଗଲରେ। ଆଉ ପିଲାମାନଙ୍କୁ ବଡ କରିବାକୁ ବହୁତ କଷ୍ଟ ହଉଛି। ଆଉ କଣ କରିବା? ତମକୁ ବହୁତ ବହୁତ ଧନ୍ୟବାଦ ଯେ ତମେ ପିଲାଙ୍କୁ ଆଣି ପହଞ୍ଚେଇ ଦେଲ। ଧୀରେ ଧୀରେ ରାନୁ ଆଉ କାଳୁକାଉ ଦୁଇଜଣ ମିଳାମିଶା କଲେ। ଆଉ ଦୁଇଜଣ ବହୁତ ଭଲ ସାଙ୍ଗ ହେଇଗଲେ। ଆଉ ତାପରେ ଦିନେ କାଳୁ ରାନୁକୁ କୁହେ, ରାନୁ, ଗୋଟେ କଥା କହିବି। ଆମ ପିଲାମାନେ ତ ବହୁତ ଖୁସି ପାଉଛନ୍ତି ନା ସାଙ୍ଗ ହେଇ ଖେଳିବାକୁ। ମୁଁ ତମକୁ ବାହା ହେବାକୁ ଚାହେଁ। ତମେ ମତେ ବାହା ହବ କି ନାହିଁ ମତେ କୁହ। ଆମ ପିଲାମାନଙ୍କୁ ତ ଦିଟା ବାପା ମା ମିଳିଯିବେ ନା, କିଛି ତାଙ୍କର ଅସୁବିଧା ହବନି, ସେମାନେ ବହୁତ ଖୁସିରେ ରହିବେ। ମୁଁ ତମକୁ ପଛରେ କହିବି। ହଁ ରାନୁ, ପିଲାଙ୍କ କଥା ଭାବି ଟିକେ କହିବ, ନହେଲେ ମୁଁ କଳା ଆଉ ତମେ ତ ବହୁତ ସୁନ୍ଦର ନା, ସେଥିପାଇଁ ମତେ ଆଉ ମନା କରିଦବନି। ଟିକେ ଭାବି ଚିନ୍ତିକି ମତେ କହିବ। କିଛି ନହେଲେ ମୋ ପିଲାମାନେ ତ ଖୁସିରେ ରହିବେ ନା, ସେମାନେ ତ ସାଙ୍ଗ ହେଇ ରହିବାକୁ ବହୁତ ପସନ୍ଦ କରୁଛନ୍ତି। ତମେ ଭାବିକି କହିବ ହେଲା। ତାପରେ କାଳୁ ଆଉ ଜଗୁ ସେଠୁ ଉଡ଼ି ଚାଲିଯାଆନ୍ତି। ରାନୁ ଘରକୁ ଯାଏ ଆଉ ତା ଗୁଡିଆ କୁକୁକୁ କାଳୁକାଉ ବିଷୟରେ ପଚାରେ। ଆଚ୍ଛା ଗୁଡିଆ କୁକୁ, କାଳୁ ଅଙ୍କଲ ତମକୁ କେମିତି ଲାଗନ୍ତି? ମାମା କାଳୁ ଅଙ୍କଲ ତ ବହୁତ ଭଲ। ସେ ଆମକୁ ସୁନ୍ଦର ସୁନ୍ଦର କାହାଣୀ କୁହନ୍ତି ଆଉ ବହୁତ ସ୍ନେହ ବି କରନ୍ତି। ଆମେ ତ ଆମ ବାପାଙ୍କୁ ଦେଖିନୁ, ସେ କିନ୍ତୁ ପୁରା ବାପାଙ୍କ ଭଳିଆ ସ୍ନେହ କରନ୍ତି। ସେ ବହୁତ ଭଲ। ଆଉ ଜଗୁ ବି ଆମ ସହିତ ବହୁତ ଖେଳେ। ଆମେ ଯାହା କହିଲେ ବି ସେ କିଛି ମନ ଦୁଃଖ କରେନି। ହଁ ମାମା, ଜଗୁ ଆଉ କାଳୁ ଅଙ୍କଲ ବି ବହୁତ ଭଲ। ଜଗୁ ତ ଆମ ସହିତ ଖେଳିବାକୁ ବହୁତ ଖୁସି ପାଏ। ଆମେ ତ ବହୁତ ମଜା ନେଉ। ଆଉ କାଳୁ ଅଙ୍କଲ ଆମକୁ ବହୁତ ଭଲ ପାଆନ୍ତି। ହଉ ହଉ, ତମେ ମାନେ ବି ଶୋଇପଡ। ପରଦିନ ସକାଳୁ ସକାଳୁ ରାନୁ ଯାଇ ପହଞ୍ଚେ କାଳୁକାଉ ଘରେ। କାଳୁ ରାନୁକୁ ଦେଖି ତ ତା ହାର୍ଟ ବିଟ୍ ଥରିବାକୁ ଲାଗେ। କାଳେ ରାନୁ ତାକୁ ମନା କରିଦବ କି? କାଳୁକାଉ ତ ପୁରା ଡରି ଯାଇଥାଏ। ତାପରେ ରାନୁ ତାକୁ କୁହେ, କାଳୁକାଉ, ତମ କଥାରେ ମୁଁ ରାଜି। ମୋ ପିଲାମାନେ ତ ରାଜି ହେଇଛନ୍ତି। ତମକୁ ବାହା ହେଲେ ସେମାନେ ଭଲରେ ରହିବେ ବୋଲି। ଆମେ ବି ବାହା ହେଇପାରିବୁ। ଓହୋ, ମୁଁ ତ ପୁରା ଡରି ଯାଇଥିଲି ରାନୁ, କାଳେ ତମେ ମତେ ମନା କରିଦବ ବୋଲି। ହଉ ତାହେଲେ ଆମେ ଏବେ ବାହା ହେଇପାରିବା। ଆମର ସୁନ୍ଦର ସଂସାର ହେଇଯିବ। ଆମେ ବହୁତ ଖୁସିରେ ରହିବା। ତାପରେ କାଳୁ ଆଉ ରାନୁ ଦୁଇଜଣ ମନ୍ଦିରରେ ବାହା ହେଇଗଲେ। ଆଉ ଗୁଡିଆ କୁକୁ ରାନୁ ସମସ୍ତେ ଆସି କାଳୁ ଘରେ ପହଞ୍ଚନ୍ତି। ତାଙ୍କୁ ଦେଖି ତ ଜଗୁର ମନ ବହୁତ ଦୁଃଖ ହେଇଯାଏ। ଜଗୁ ସେଠୁ ଯାଇ ତା ମା ଫଟୋ ପାଖରେ ବସି କାନ୍ଦେ। ମାମା ବାପା ଦ୍ୱିତୀୟ ବିବାହ କରିଥିଲେ। ଆଉ ସେ ସାବତ ମା ତ ମତେ ଜମାରୁ ବି ପସନ୍ଦ ନୁହଁ। ଯାହାହେଲେ ବି ସାବତ ମା, ସିଏ ମତେ ହଇରାଣ କରିବେ ଆଉ କଷ୍ଟ ଦେବେ। ଆଜିଠୁ କଷ୍ଟ ଆରମ୍ଭ ହେଲା। କିଛି ବି ଠିକ କଲେନି ବାପା ଦ୍ୱିତୀୟ ବିବାହ କରିକି। ଜଗୁକୁ ତା ସାବତ ମା ଜମାରୁ ଭଲ ଲାଗେନି। ହେଲେ ରାନୁ ତାକୁ ତା ନିଜ ମା ଭରି ବ୍ୟବହାର କରେ। ଜଗୁ ବେଟା, ନିଅ ଏ ସେଉଟା ତମ ପାଇଁ, ତମେ ଏଇଟା ଖାଇଦିଅ। ନା, ମୁଁ ଏଇ ସେଉ ଫେଉ କିଛି ବି ଖାଇବିନି। ତମେ ମୋର ପସନ୍ଦ ନୁହଁ। ସାବତ ମା କୋଉଠି ଥିଲ? ତମମାନେ ଜମାରୁ ଭଲ ନୁହଁ। ତମମାନେ କାହିଁକି ଆମ ଘରକୁ ଆସିଲ? ମତେ ଜମାରୁ ବି ଭଲ ଲାଗୁନି। ପୁଅ ଜଗୁ, ତମ ବାପା ମତେ ବାହା ହେଇଛନ୍ତି, ମାନେ ମୁଁ ତମର ମା ହେବି। ମା ସାବତ ହଉ କି ଯାହା ବି ହଉ, ମା ସବୁବେଳେ ମା। ସେମିତି କିଛି ନଥାଏ। ତମେ କାହିଁ ଏମିତି ଭାବୁଛ? ଆମେ ତମର ଜମା କିଛି ଅସୁବିଧା ହବାକୁ ଦବୁନି। ନାଇଁ, ସବୁ ଭୁଲ କଥା। ସାବତ ମା ସବୁବେଳେ ସାବତ ମା, କେବେ ବି ନିଜ ମା ହେଇପାରିବନି। ମତେ ତମେ ଜମାରୁ ବି ଭଲ ଲାଗୁନ। ମୁଁ ତମମାନଙ୍କୁ ସହିପାରୁନି। ତମମାନେ ପଳାଅ ଆମ ଘରୁ। କାହିଁକି ଏଇଠି ରହିଛ କୁହ? ସେହି ସମୟରେ କାଳୁକାଉ ଆସି ସେଠି ପହଞ୍ଚେ। ଆଉ ଜଗୁକୁ ବହୁତ ପାଟି କରେ। ଜଗୁ, ତୁ ଏମିତି କଣ କହୁଛୁ ମାକୁ? ସେ ତ ମା ହବ ହେଲା।
ମା ହବନୁ ସିଏ ହଉଛି ସାବତ ମା କେବେ ବି ନିଜ ମା ହେଇପାରେ ନା। ମତେ ଏଠି ଭଲ ଲାଗୁନି, ମୁଁ ଏବେ ଯାଉଛି, ତମେ ଏଇଠି ସାଙ୍ଗ ହିଁ ଏମାନଙ୍କ ସହିତ ରୁହ। ତମେ ବି ଯୋଉ ବଦଳି ଯାଇଛ ଆଙ୍କ ସହିତ ପଡିକି, ମତେ କିଛି ଭଲ ଲାଗୁନି। ଏମିତି କଥା ସବୁ କହି ଜଗୁ ସେଠି ଉଡ଼ି ଚାଲିଯାଏ ଆଉ କାଳୁ ରାନୁକୁ ଭୁଲ ମାଗେ। ରାନୁ, ଜଗୁ ପାଇଁ ମୁଁ ତମକୁ ଭୁଲ ମାଗୁଛି, ତା କଥାକୁ ଧରିବନି ତମେ। ଛୋଟ ପିଲାଟା କଣ କହିଦେଲା ସିଏ। ତାର ମା ନାହିଁ ନା, ସେଇ ମନ ଦୁଃଖରେ ବୋଧେ ସେ ତମକୁ ଏମିତି ସେମିତି କହିଦେଇଛି। ତମେ ଧରନି ତା କଥା। ନା ନା, ମୁଁ ଯୋଗ କଥା ଧରେନି, ସେ ତ ମୋ ପିଲା। ଆଉ ସେ ମା ଉପରେ ଏମିତି ରାଗି ପାରିବ? ଆଉ ପିଲାର ମା ଉପରେ ରାଗିବାର ଅଧିକାର ଅଛି। ମୁଁ ଜମା ରାଗିନି, ତମେ ବ୍ୟସ୍ତ ହୁଅନି। ସତରେ ରାନୁ, ତମେ କେତେ ଭଲ। ଆଉ ମୁଁ ତମକୁ ସ୍ତ୍ରୀ ରୂପରେ ପାଇ ବହୁତ ଖୁସି। ଆଉ ମୋ ପରିବାରକୁ ତମେ ବହୁତ ଭଲରେ ଚଳଉଛ। ତମକୁ ତ ବହୁତ ଧନ୍ୟବାଦ। କାଳୁ ଆଉ ରାନୁ ଏମାନେ ତ ବହୁତ ଖୁସି ଥାନ୍ତି ଆଉ ଗୁଡିଆକୁ ବି ଖୁସି ଥାନ୍ତି, ହେଲେ ଜଗୁ ବିଲକୁଲ ବି ଖୁସି ନଥାଏ। ସେ ସବୁବେଳେ ମନ ଦୁଃଖ କରେ ଆଉ ନିଜେ ନିଜେ ରାନୁ ଉପରେ ବହୁତ ରାଗ କରେ। ମାମା ମାମା ଜଣା ନାହିଁ, ଜଗୁ ତ ଆମ ସହିତ ଆଗରୁ ବହୁତ ଭଲରେ ଖେଳେ, ଆମେ ଯାହା କହିଲେ ବି ସେ ଆମ ଉପରେ ରାଗେନି, ହେଲେ ଜଣା ନାହିଁ ଏବେ ସେ ଆମ ଉପରେ କାହିଁକି ରାଗୁଛି ଆଉ ଆମ ସହିତ ଜମା ବି ଖେଳୁନି। ଆମକୁ ଖାଲି ପାଟି କରୁଛି ସବୁବେଳେ। ହଁ ମାମା, ଜଗୁ ଆମ ଉପରେ କାହିଁ ଚିଡଚିଡି ହଉଛି, ଆମେ ତାର କଣ ଅସୁବିଧା କଲେ? ନା ନା ଗୁଡିଆ କୁକୁ, ସେ ତମଠୁ ବହୁତ ଛୋଟ, ସେଥିପାଇଁ ସେ ଜାଣିପାରୁନି ଭୁଲ କୋଉଟା ଠିକ କୋଉଟା। ହେଲେ ତମେ ମାନେ ବ୍ୟବହାର କେବେ ବି ବଦଳେଇବନି, ତାକୁ ବହୁତ ଭଲ ପାଇବ, ସେ ତମର ଭାଇ ହେଲା, ବୁଝିପାରିଲ ତ? ଦିନେ ଜଗୁ କୁକୁକୁ ପାଖକୁ ଡାକି କୁହେ, ଆଚ୍ଛା କୁକୁ, ତୁ କଣ ମୋ ସହିତ ଯିବୁ? ସେ ପାହାଡ ଉପରେ ନା ବଢିଆ ମିଠା ଅଙ୍ଗୁର କୋଳି ଅଛି ଖାଇବା ପାଇଁ, ଯିବୁ ତୁ? ହଁ କୁକୁ ଭାଇ, ମିଠା ଅଙ୍ଗୁର କୋଳି, ହଁ ମୁଁ ଯିବି ତମ ସହିତ, ଚାଲ। ଜଗୁ କୁକୁକୁ ସାଙ୍ଗରେ ନେଇ ଚାଲିଲା ସେଇ ଉଞ୍ଚା ପାହାଡ ଉପରକୁ। ସେ ତ ମନେ ମନେ ଭାବୁଥାଏ କୁକୁକୁ ପାହାଡ ତଳକୁ ଠେଲିଦବ ବୋଲି। ଆଜି ଏ କୁକୁକୁ ଏଠୁ ପେଲିଦେବି, ଆଉ ସେ ସାବତ ମା କେମିତି କାନ୍ଦିବନି ମୁଁ ଦେଖିବି। ତା ଆଖିରେ ଲୁହ ଦେଖିଲେ ମତେ ଖୁସି ଲାଗିବ। ଜଗୁ ଏମିତି ଭାବୁଥାଏ ତ ହଠାତ୍ ଜୋରେ ପବନ ଆସେ ଆଉ ସେଇ ପବନରେ ଜଗୁ ସେଇ ପାହାଡ ତଳକୁ ଖସି ପଡେ। ଜଗୁ ଜଗୁ ମୋ ଭାଇ, ମୁଁ ଯାଉଛି ମାମାକୁ ଡାକି ଆଣିବି, ଯାହାହେଲେ ବି ସେ ମୋ ଭାଇ। କୁକୁ ଯାଇ ରାନୁକୁ ଡାକି ଆଣେ ଆଉ ରାନୁ ସେ ଗାତ ଭିତରୁ ଜଗୁକୁ ବାହାର କରେ। ତାପରେ ତାକୁ ବୁଲବୁଲ ଚଢେଇର ଡାକ୍ତରଖାନାକୁ ନେଇଯାଏ। ଆଉ ଡାକ୍ତର ଦେଖି ସାରି କୁହନ୍ତି କି ଜଗୁର ଡେଣା ଭାଙ୍ଗି ଯାଇଛି ବୋଲି। ରାନୁ ଚଢେଇ, ଜଗୁର ଡେଣା ପୁରା ଭାଙ୍ଗି ଯାଇଛି, ଅପରେସନ କରି ନୂଆ ଡେଣା ଲଗେଇବାକୁ ପଡିବ, ଜଲ୍ଦି ଗୋଟେ ନୂଆ ଡେଣା ଖୋଜିକି ଆଣ। ଡକ୍ଟର ସାର୍, ନୂଆ ଡେଣା କୋଉଠି ଆସିବ? ସେ ତ ଏବେ ବହୁତ ଛୋଟ ଅଛି, ପୁରା ଭବିଷ୍ୟତ ପଡିଛି। କିଏ ବା କାହିଁ ଦାନ କରିବେ? ତମେ ମୋ ଡେଣାକୁ ଜଗୁ ଡେଣାରେ ଲଗେଇ ଦିଅ, ସେ ତ ମୋ ପୁଅ ନା, ତାର ପୁରା ଭବିଷ୍ୟତ ଅଛି। ମୁଁ ସେମିତି ଡେଣା ନଥିଲେ ଚଳିଯିବି। ତାପରେ ବୁଲବୁଲ ଡାକ୍ତର ଅପରେସନ କରି ଟିକିର ଡେଣାକୁ ଜଗୁ ହାତରେ ଲଗେଇ ଦିଅନ୍ତି। ତାପରେ ସେମାନେ ଘରକୁ ଯାଆନ୍ତି ଆଉ ଜଗୁ ବି ଉଡ଼ିପାରେ, ହେଲେ ରାନୁ ଉଡ଼ିପାରେନି, ସେ ଗୋଟିଏ ଜାଗାରେ ବସେ। ଆଉ ଜଗୁ ଏ କଥା ସବୁ ବୁଝିପାରେ ଆଉ ନିଜକୁ ନିଜେ ଧିକ୍ କରେ। ଆଉ ସେ ତା ଭୁଲକୁ ବୁଝିପାରି ରାନୁ ଚଢ଼େଇକୁ ମା ବୋଲି ସ୍ୱୀକାର କରେ। ମାମା, ମୁଁ ତମକୁ ଭୁଲ ବୁଝିଥିଲି। ତମେ ଏତେ ଭଲ ବୋଲି ମୁଁ ଜାଣିନଥିଲି, ପୁରା ନିଜ ମାଠୁ ବି ବଳିଗଲ ତମେ, ମତେ କ୍ଷମା କରିଦିଅ। ତମେ ହିଁ ମୋର ମା, ମତେ କ୍ଷମା କରିଦିଅ। ମୁଁ ତ ଜଗୁ ବେଟା, ସେମିତି କଣ କୁହନ୍ତି? ତୁ ତ ମୋର ପୁଅ, ଆଉ ମୁଁ ତ ତୋର ମା, ମୁଁ ତ ଏତିକି ତ ପାଇଁ କରିପାରିବି ନା। ତୋର ମନ ଦୁଃଖ କରିବାର କିଛି କଥା ନାହିଁ। ତମକୁ ତ ବହୁତ ବହୁତ ଧନ୍ୟବାଦ ରାନୁ, ତମେ ତ ନିଜ ମାଠୁ ବି ବଳିଗଲ। ମୁଁ ତ ତମକୁ ଏ ଘରେ ଆଣିକି ବହୁତ ଭଲ କରିଛି, ତମକୁ ବହୁତ ଧନ୍ୟବାଦ ମୋ ପରିବାରକୁ ଏମିତି ଭଲରେ ଚଳେଇବାରୁ। ଜଗୁ ତା ଭୁଲ ବୁଝିପାରେ ଆଉ ତା ସାବତ ମାଆକୁ ନିଜ ମା ବୋଲି ସ୍ୱୀକାର କରେ। ସେମାନେ ବହୁତ ଖୁସିରେ ରୁହନ୍ତି। ସାଙ୍ଗମାନେ, ଭିଡ଼ିଓ ଭଲ ଲାଗୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆପଣମାନଙ୍କୁ ଧନ୍ୟବାଦ। ହେଲେ ସେ ଜଙ୍ଗଲରେ ଆଉ ଗୋଟେ କାଉକୁ ଭଲ ପାଏ, ତା ନାଁ ଚାମେଲି। କାଳୁ, ସାବିତ୍ରୀରେ ତମେ ମତେ କଣ ଗିଫ୍ଟ ଦବ ବା? ହଁ ଚାମେଲି, କହ, ତୋର ଯାହା ଦରକାର ମୁଁ ତତେ ଆଣିଦେବି। ତମେ ଖାଲି ସେ ଗୋରିକି ଡିଭୋର୍ସ ଦେଇଦିଅ, ସେତିକି ଦରକାର। ଆଉ କଣ ଦରକାର? ଇଏ ଗୋଟେ କଥା, ଆଜି ତାହେଲେ ସେ ଗୋରିକି ମୁଁ ଡିଭୋର୍ସ ଦେବି ଆଉ ଘରୁ ବାହାର କରିଦେବି। ହେଲା, ତମେ ଜମା ମନ ଦୁଃଖ କରନି। ତାପରେ କାଳୁ ସେଉଠୁ ଉଡ଼ି ଉଡ଼ି ଯାଏ ଆଉ ଗୋରିକୁ ଡିଭୋର୍ସ ଦେବା କଥା କୁହେ। ଆଚ୍ଛା ଗୋରି, ମୁଁ ତମକୁ ଡିଭୋର୍ସ ଦେବି, ତମେ ଘର ଛାଡ଼ି ଚାଲିଯାଅ। ହେଲା, ବୁଝିଲ ତ? ଜଲ୍ଦି ଘର ଛାଡ଼ି ପଳାଅ, ମୁଁ ତମ ସହିତ ରହିବିନି। ଆରେ କାଳୁ, ଏମିତି କଣ ହେଇଗଲା? ଏମିତି କେମିତି ଡିଭୋର୍ସ ଦେଇଦବ? ମୁଁ ଯିବିନି, ମୁଁ ଏଇଠି ରହିବି। କଣ ହେଲା, ଯିବୁନି? ତତେ ଘରୁ ଧକ୍କା ମାରିକି ବାହାର କରିଦେବି। ଯା, ବାହାର ଯା, ମୁଁ ତତେ ଡିଭୋର୍ସ ଦେଲି, ମୁଁ ଘରୁ ବାହାର। ନା ନା କାଳୁ, ତମେ ସେମିତି କରନି। ତମେ ଯାହା କହିବ ମୁଁ ସବୁ କରିବି, ସବୁ କାମ କରିବି, ତମ ସେବା କରିବି, ମତେ ଡିଭୋର୍ସ ଦିଅନି। ଗୋରି, ତତେ ଭଲରେ କହିଲି ଘରୁ ବାହାର ଯା, ମୁଁ ରହିବିନି ତୋ ସହିତ, ମୁଁ ତତେ ଛାଡ଼ପତ୍ର ଦେବି। ହେଲା, ତୁ ଏବେ ମୋ ଘରୁ ବାହାର ଯା।
କାଳୁ ଗୋରିକୁ ଧକ୍କା ମାରି ଘରୁ ବାହାର କରିଦିଏ। ଗୋରି ଯାଇ ଗଛ ମୂଳରେ ବସି କାନ୍ଦୁଥାଏ। ସେତିକିବେଳେ ରାନୁ ଆସି ତା ପାଖରେ ପହଞ୍ଚେ। ଆଉ ଗୋରି ତାକୁ ସବୁ କଥା କୁହେ। ଗୋରି ତୁ ଜମା ବି ମନ ଦୁଃଖ କରନା, କାଳୁ ଭାଇ ସେମିତି ବୋଧେ ରାଗିକି କହିଦେଇଛନ୍ତି। ତୁ ଚାଲ ମୋ ସହିତ ଘରକୁ, ଦେଖିବା କଣ ହଉଛି। ଆସେ ମୋ ସହିତ।